ଦୁଇଟି ୱାର୍ଡ଼ ଆପଣ ଦେଖିପାରୁଛନ୍ତି, ଚାକିରି ନା ଫ୍ରିଲାନ୍ସିଂ। ଅର୍ଥାତ୍ ଫ୍ରିଲାନ୍ସିଂ ଚାକିରି ନୁହେଁ, କିନ୍ତୁ ଚାକିରି ଠାରୁ ଅଧିକ ଇନକମ୍ କରିହେବ, ଏହା ଆପଣ ଆଜିର ଏହି ଇନଫର୍ମେସନ୍ ମାଧ୍ୟମରେ ଜାଣିପାରିବେ। କ'ଣ ଲେଖାଯାଇଛି ଆପଣ ପ୍ରଥମେ ପଢ଼ି ନିଅନ୍ତୁ, ଏହାପରେ ଆମେ ଆଗକୁ ବଢ଼ିବା। ଯେତେବେଳେ ଖର୍ଚ୍ଚ ବଢ଼ିଥାଏ ସେତେବେଳେ ରୋଜଗାର ମଧ୍ୟ ବଢ଼ାଇବାକୁ ପଡ଼ିଥାଏ। କୌଣସି ଗୋଟିଏ ସ୍ଥାନରେ ପୂର୍ଣ୍ଣକାଳୀନ କାମ କରି ଆବଶ୍ୟକ ପୂରଣ ଅସମ୍ଭବ, ତେଣୁ ଅଧିକ ଆୟର ଉତ୍ସ ଖୋଜିବାକୁ ପଡ଼ିଥାଏ। ଏଥିପାଇଁ ଫ୍ରିଲାନ୍ସିଂ ଏକ ଭଲ ବିକଳ୍ପ। ସେହିପରି ଥରେ ଏହି କାମ ଆରମ୍ଭ କଲେ କିମ୍ବା ଏହାର ଅଭ୍ୟାସରେ ଚାଲି ଆସିଲେ ବା ପଡ଼ିଗଲେ ପରବର୍ତ୍ତୀ ସମୟରେ ଏହି କାମ ଛାଡ଼ିବା ସହଜ ହୋଇନଥାଏ। ତେବେ ଜଣେ କାହିଁକି ଫ୍ରିଲାନ୍ସିଂ କରିବ ଏବଂ ଏଥିରୁ କ'ଣ ଲାଭ ମିଳେ ସେ ସମ୍ପର୍କରେ ଆସନ୍ତୁ ଜାଣିବା। ଆମେ ଆପଣଙ୍କୁ ପଢ଼ି ଶୁଣାଇବୁ ନାହିଁ, ଆପଣ ନିଜେ ପଢ଼ି ଦିଅନ୍ତୁ, ଏହାପରେ ଆମେ ଆଲୋଚନା କରିବା। ଫ୍ରିଲାନ୍ସିଂର ବେନିଫିଟ୍ କ'ଣ ରହିଛି? ବର୍ତ୍ତମାନ ଆଲୋଚନା କରିବା what is freelancing. Freelancing means earning money by selling your work or service to different organizations rather than being employed by one particular organization. What is called freelancing. ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କୁ ପ୍ରଥମେ ବୃତ୍ତି ବିଷୟରେ ଶିକ୍ଷା ପ୍ରଦାନ କରାଯାଉ। ଏହାପରେ ଶିକ୍ଷାଦାନ ପ୍ରଦାନ କରାଗଲେ ବେକାର ସମସ୍ୟା ଦୂର ହେବା ନିଶ୍ଚିତ। ତେଣୁ ବୃତ୍ତି ବିଷୟରେ ନ ଜାଣି ପିଲାମାନଙ୍କୁ ଶିକ୍ଷା ପ୍ରଦାନ ବେକାରୀ ସୃଷ୍ଟି କରିବା ପାଇଁ ଅନେକ ରାସ୍ତା ତିଆରି କରିଥାଏ। ନିଯୁକ୍ତି ପାଇଁ ଅନେକ ସୁଯୋଗ ରହିଛି। ସୀମିତ ନିଯୁକ୍ତି ପଛରେ ଗୋଡ଼ାଇ ନିଜକୁ ଦୁର୍ବଳ ମନେ କରନ୍ତୁ ନାହିଁ। ସେପରି ଏକ ଫ୍ରିଲାନ୍ସିଂ ଏକ ପ୍ରକ୍ରିୟା। କେବଳ ସରକାରୀ ଚାକିରି ପଛରେ ଗୋଡ଼ାଇ ନିଜକୁ ଦୁର୍ବଳ ମନେ କରନ୍ତୁ ନାହିଁ। ନିଜ ଭିତରେ ଥିବା ସବଳକୁ ଅନୁସନ୍ଧାନ କରନ୍ତୁ, ସେହି ସବଳକୁ ନେଇ ଆଗକୁ ବଢ଼ାନ୍ତୁ। ନିଯୁକ୍ତି ଆପଣମାନଙ୍କ ପଛରେ ରହିଛି, ଆପଣ ନିଯୁକ୍ତି ପଛରେ ଗୋଡ଼ାନ୍ତୁ ନାହିଁ। ନିଜ ପାଖରେ ଥିବା ଦକ୍ଷତାକୁ ମାପନ୍ତୁ। ମାପିବା ଭିତରେ ଆପଣ ବୁଝିପାରିବେ ମୁଁ କ'ଣ କରିପାରିବି, ମୋର କ'ଣ ଇଣ୍ଟରେଷ୍ଟ ରହିଛି। ବର୍ତ୍ତମାନ ଆପଣ ବୁଝିପାରିଲେ ଆମେ ଆପଣଙ୍କୁ ଫ୍ରିଲାନ୍ସିଂର ବେନିଫିଟ୍ ଅଡ଼ିଓ ଭିଡ଼ିଓ ମାଧ୍ୟମରେ ଦେଖାଇଲୁ। ଏଠୁ ଆପଣ ଅନୁଭବ କରିବେ ଚାକିରି ନା ଫ୍ରିଲାନ୍ସିଂ। ଫ୍ରିଲାନ୍ସିଂରେ କ'ଣ ସବୁ ସୁବିଧା ରହିଛି, ଫ୍ରିଲାନ୍ସିଂର ଡେଫିନେସନ୍ କ'ଣ, ସେ ବିଷୟରେ ଆମେ ଆପଣଙ୍କୁ କହିଲୁ। କିଛି ଡାଉଟ୍ ଥିଲେ ପଚାରିବେ, କ୍ୱେଶ୍ଚିନ୍ କରିବେ। ଫ୍ରିଲାନ୍ସିଂ ପାଇଁ ଆପଣଙ୍କର ଦକ୍ଷତା ଜରୁରୀ, ଯୋଗ୍ୟତା କମ୍ ଜରୁରୀ।
वीडियो को बारंबार देखंतु पढ़ंतु बुझंतु फ्रीलांसिंग बेनिफिट विषय रही अनेक सूचना तेणु बेकार आमे केबे भी ग्रहण करिबा नहीं आमे साकार को ग्रहण करिबा चाकरी रो विपरीत शब्द फ्रीलांसिंग रही फ्रीलांसिंग पई कौन सब प्रोसेस रही आमे आपन को ता पढ़ी सुनाइलु कमेंट करिबा पई निवेदन युव संप्रदाय भितर नुआ संभावना तैयारी करिबा पई आमे अनेक पोस्ट आपण मानक पई करूछु जहाँ बी स्मार्ट एंड बी स्टार।